ଆଜି ମଞ୍ଚେଶ୍ୱର ନିକଟସ୍ଥ ଟୁଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଗବେଷଣାରତ ଉତ୍କଳ ପଟ୍ଟନାୟକ ଚାଷୀଙ୍କ ଉନ୍ନତି ପାଇଁ ଛୋଟ ପ୍ରୟାସ କରିଛନ୍ତି ଏବଂ ତାଙ୍କୁ ସହଯୋଗ କରିଛନ୍ତି ସୂର୍ଯ୍ୟ ରାଉଳ। ଓଡ଼ିଶାରେ ଯେପରି ଆଳୁର ଅଭାବ ଲାଗି ରହୁଛି, ଆଉ ଆଳୁର ଅଭାବ ନ ଲାଗିବ ସେଥିପାଇଁ ଆଳୁର ମଞ୍ଜିକୁ ସଂଗ୍ରହ କରି ରଖାଯାଇ ଚାଷୀ ଆଳୁ ମଞ୍ଜି ସୁରୁଖୁରୁରେ ପାଇ ଚାଷ କାମରେ ଲଗାଇ ପାରିବେ। ଏଥିପାଇଁ ମଞ୍ଜିକୁ କେମିତି ସାଇତି ରଖାଯାଇପାରିବ, ସେପରି ଏକ ଛୋଟ ମଞ୍ଜିର ଶୀତଳ ଭଣ୍ଡାରଟିଏ କରିଛନ୍ତି। ଚାଷୀ ମାନଙ୍କୁ ଆମେ ବିଭିନ୍ନ ପ୍ରକାର କିଛି ଜାଗାରେ ଆମେ ଆଳୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଚେଷ୍ଟା କରୁଥିଲୁ। ସରକାର ବି ଅନୁମତି ଦେଇଥିଲେ ମୋତେ ଯେ C1 ରୁ C2 କରିବା ପାଇଁ, କିନ୍ତୁ ଆମେ ଏଇ ବର୍ଷ ଅଭିଯାନରେ ସଫଳ ଏଥିପାଇଁ କଲୁନି। ଆମେ କାହିଁ କଲୁ ନା, ଚାଷୀମାନଙ୍କୁ ଆମକୁ ଶିଖେଇକି ତାଙ୍କର ଯେଉଁ ପ୍ରି ହାର୍ଭେଷ୍ଟିଂ, ସେମାନେ ଆଗରୁ ହାର୍ଭେଷ୍ଟିଂ କରୁଛନ୍ତି, ସେଇ ଅନୁସାରେ ଆମେ ତାକୁ ଇଏ କରୁଛୁ। ଆଳୁ ବିଷୟରେ କିଛିଟା ଆମେ ସଫଳ ହେଇଛୁ। ଏହା ଓଡ଼ିଶାରେ ପ୍ରଥମ କରି ଆଳୁ ପାଇଁ ଶୀତଳ ଭଣ୍ଡାର ଖୋଲାଗଲା। ଆଉ ଗବେଷକ ଉତ୍କଳ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ସବୁ ଜିଲ୍ଲାରେ ମଞ୍ଜି ପାଇଁ ସବୁ ଜିଲ୍ଲାରେ ଶୀତଳ ଭଣ୍ଡାର ଖୋଲାଯିବ। ଖାଲି ଆଳୁ ମଞ୍ଜି ନୁହେଁ, ତା ସହିତ କଦଳୀ, ଷ୍ଟ୍ରବେରୀ ମଞ୍ଜିର ଭଣ୍ଡାର ଖୋଲାଗଲା। ଓଡ଼ିଶାର ଚାଷୀମାନେ କମ୍ ମୂଲ୍ୟରେ ଏହି ମଞ୍ଜି ପାଇପାରିବେ। ମୁଁ ଉତ୍କଳ ପଟ୍ଟନାୟକ, ଆପଣଙ୍କର ଟୋଟି ଆମର ହେଲା ଟିସ୍ୟୁ କଲଚର ଲ୍ୟାବ୍, ପିମେଣ୍ଟାରେ ଟୋଟି 2 ପ୍ଲାଣ୍ଟ ଆମେ ବହୁତ ଶୀଘ୍ର ଓଡ଼ିଶାରେ ଲଞ୍ଚ କରୁଛୁ। ଓଡ଼ିଶାବାସୀମାନଙ୍କ ଚାଷୀମାନଙ୍କ ପାଇଁ ସବୁଠୁ ଭଲ ଅକେସନର G9 ବାନାନା ହଉ, ଏନି ଟିସ୍ୟୁ କଲଚର ପ୍ଲାଣ୍ଟ ଆମେ ଯେଉଁଠିକି ଅରିଜିନାଲ ପ୍ଲାଣ୍ଟ ଆମେ ଯେଉଁଠୁ ଅଦର ପ୍ଲାଣ୍ଟ ଆଣିବୁ, G9 ଆମେ ଇସ୍ରାଏଲରୁ ଆଣିକି କାମ କରୁ। ବହୁତ ଶୀଘ୍ର ଓଡ଼ିଶାରେ ଲଞ୍ଚ କରୁଛୁ। ଅପରେସନ୍ ଆମର ନେକ୍ସଟ ମନ୍ଥରୁ ଆରମ୍ଭ ହେଉଛି। ତା ପୂର୍ବରୁ ଆମେ ପୁରା ଓଡ଼ିଶା ଆମର ଏଥିରେ ପ୍ରଥମେ ଆଗ ଓଡ଼ିଶାକୁ ଆମେ କ୍ୟାଟର କରିବା ପାଇଁ ଅଛୁ। କାହାକୁ ଆଗେ ପ୍ରାଧାନ୍ୟ ଦେଇଛନ୍ତି, କେଉଁ ଚାଷଟା ପାଇଁ ଆପଣ? ଦେଖନ୍ତୁ, ଆମର ଏଇଠି ଏନି ଟିସ୍ୟୁ କଲଚର ଲ୍ୟାବ୍ଟା ଡିପେଣ୍ଡ କରୁଛି G9 ବାନାନା ପାଇଁ। G9 ବାନାନା ତ ଆମେ ପ୍ରଥମେ କରିବୁ ଏଠି, କିନ୍ତୁ G9 ବାନାନା ପରେ ଆମେ ଏଠି କିଛି କରିବୁ। ବ୍ଲୁବେରୀ ଆରମ୍ଭ କରିବା ପାଇଁ ଯାଉଛୁ ଓଡ଼ିଶାରେ। ବ୍ଲୁବେରୀ ଟିସ୍ୟୁ କଲଚର କରିବୁ, ଆପଣଙ୍କର କିଛି ଏକ୍ଜୋଟିକ୍ ଭେରାଇଟି ମଧ୍ୟ ଏଠି କରିବୁ। ସବୁଠୁ ବଡ଼ କଥା ହେଲା ଆମେ କିଛି ପ୍ରୋଟୋକଲ୍ ଡେଭଲପ୍ କରୁଛୁ ପଟାଟୋ ପାଇଁ, ଆଳୁ ପାଇଁ। ଯେଉଁ ଆଳୁର ଯେଉଁ ପ୍ରୋବ୍ଲେମ୍ ହେଉଛି ଚାରା ପାଇଁ, ଏଠି ମଧ୍ୟ ଆମେ ଧୀରେ ଧୀରେ ପଟାଟୋ ବି ଡେଭଲପମେଣ୍ଟ କରିକି ଟିସ୍ୟୁ କଲଚର ମାଧ୍ୟମରେ ପଟାଟୋ ଟ୍ୟୁବର୍ କରିକି ଆମେ ଆଳୁ ପାଇଁ ଓଡ଼ିଶାକୁ ସେଇଟା ଓଡ଼ିଶାର ସବୁ ଜାଗାରୁ ଆମେ କୌଣସି ପର୍ଟିକୁଲାର ଗୋଟେ ଜାଗାକୁ ରଖିବା। ଆମର ନିଜର ମାଧ୍ୟମରେ ଆମେ ମାର୍କେଟିଂ କରିବୁ ଏବଂ ସରକାର ପ୍ରୋସେସନ୍ ବିଭିନ୍ନ ପ୍ରକାର ସ୍କିମ୍ ହର୍ଟିକଲଚର ଡିପାର୍ଟମେଣ୍ଟ କରିବେ। ଆମେ ତାଙ୍କ ନର୍ମାଲି ଓଡ଼ିଶାରେ ବହୁତ ଚାଷ ହେଉଛି। G9 ଭେରାଇଟି ପ୍ରତି ଜିଲ୍ଲାରେ କିଛି ଅଛି। ସେତେବେଳେ କ'ଣ ହେଉଛି ନା, ଆମେ ଏଠି ଦେଖୁଛୁ ଯେଉଁ ମଦର ଡିପେଣ୍ଡ କରୁଛୁ, ଯେଉଁ କାରଣ ଅରିଜିନାଲ ପ୍ରାୟ ନ ମିଳୁଛି, ତା ପଛରେ ସେମାନେ ଗୋଟେ କାନ୍ଦି ଛଙ୍କା ଆମେ 10 କିଲୋ 12 କିଲୋ ଆମେ କିନ୍ତୁ ଯେଉଁଟା ଅରିଜିନାଲ ଆମେ ଆଶା କରୁଛୁ ଗୋଟେ କାନ୍ଦିରୁ ଚାଷୀମାନେ କିଛି ନହେଲେ 25 ରୁ 30 କିଲୋ। ଆପଣ ଗଲାଥର ଯେଉଁ ପ୍ରେସ୍ ମିଟ୍ରେ କହିଥିଲେ ଭୁବନେଶ୍ୱରରୁ ସ୍ୱର୍ଣ୍ଣପ୍ରଭା ନାୟକଙ୍କ ରିପୋର୍ଟ, ପର୍ଯ୍ୟବେକ୍ଷକ ଓଡ଼ିଶା।